Okay, so hey guys, welcome to Strategit. ଆମର O triple SC RI Omin ର ସ୍କୋର କାର୍ଡ ଆଉଟ୍ ହେଇଯାଇଛି। ଆପଣ ମାନେ ୱେବସାଇଟ୍ କୁ ଯାଇକି ଚେକ୍ କରିପାରିବେ ନିଜର ଆଇଡି ଆଉ ପାସୱାର୍ଡ ଲଗ୍ଇନ୍ କରିକି। ଠିକ ଅଛି। ଆଉ ମୋର ସିଟ୍ ଥିଲା 24th ଅକ୍ଟୋବରରେ। ଆଉ ଆପଣ ମାନେ ଜାଣିଥିବେ କି YT ରେ ପୁରା ଚର୍ଚ୍ଚାର ବିଷୟ ହେଇଛି କି 24th ଅକ୍ଟୋବରରେ ଆମର ଟିକେ ନର୍ମାଲାଇଜେସନ ପୁରା ହାଇ ରେଟ୍ରେ ହେଇଛି। ମୋର ବି 24 ରେ ଥିଲା। ଆଉ ମୋର ସେକେଣ୍ଡ ସିଫ୍ଟ ଥିଲା ଆଇ ଥିଙ୍କ, ଟିକେ ରୁହନ୍ତୁ, 12ଟାରୁ ଗୋଟାଏ ଥିଲା। ଆଇ ଥିଙ୍କ ଏଟା ସେକେଣ୍ଡ ସିଫ୍ଟ ହିଁ ବୋଧେ। ଫାର୍ଷ୍ଟ ସିଫ୍ଟଟା ସକାଳୁ ସକାଳୁ ହେଇଥିଲା, ତାପରେ ଏଟା ସେକେଣ୍ଡ ସିଫ୍ଟ ଥିଲା। ଆଇ ଥିଙ୍କ ଫାର୍ଷ୍ଟ ସିଫ୍ଟରେ ବୋଧେ ବେଶୀ ନର୍ମାଲାଇଜେସନ ହେଇଛି ବୋଧେ। ଆଉ ମୋର ଦେଖନ୍ତୁ ମୁଁ 82ଟା କରିଥିଲି। ତା ପୂର୍ବରୁ ମୁଁ କହିଦେବାକୁ ଚାହୁଁଛି କି ମୋର ହେଇଯାଇଛି ପ୍ରିଟା କ୍ଲିୟର ହେଇଯାଇଛି। ଆଉ ମୁଁ 82ଟା କରିଥିଲି, ମୋର ରଙ୍ଗ ହେଇଛି 7ଟା। ମୋର ଆକ୍ଚୁଆଲ ସ୍କୋର ହଉଛି 79.66 ହେଲା। ମୋର ଆକ୍ଚୁଆଲି ଟିକେ ଟପ୍ ସିଫ୍ଟ ଥିଲା ମୋର, ମାନେ ଟପ୍ ନୁହଁ, ମଡରେଟ୍ ଟୁ ଟପ୍ କହିଲେ ବି ଚଳିବ। ଆଉ ଆକ୍ୟୁରେସି ଉପରେ ମୁଁ ଟିକେ ବେଶୀ ଧ୍ୟାନ ଦେଇଥିଲି ମୁଁ ଯାହାବି। ଆଉ ମୋର ଦେଖନ୍ତୁ ଟୋଟାଲ ମାର୍କ ମୋର ସିକ୍ୟୁର ହେଇଛି 92.38। ମୋର ଆକ୍ଚୁଆଲି ମୁଁ ସ୍କୋର କରିଛି 79.66, ମାନେ କହିବାକୁ ଗଲେ 80 ମାର୍କ ଧରନ୍ତୁ। 80ରୁ ମୋର 92 କୁ ଇନକ୍ରିଜ ହେଇଛି, ପାଖାପାଖି 12 ମାର୍କ ପାଖାପାଖି ମୋର ନର୍ମାଲାଇଜେସନ ହେଇଛି। ଆଉ ମୁଁ ସିଲେକ୍ଟ ହେଇଯାଇଛି ପ୍ରୋଭିଜନାଲି କ୍ଲିୟର ସ୍କ୍ରିନିଂ, ମାନେ ପ୍ରି କ୍ଲିୟର ହେଇଯାଇଛି ମୋର। ଆଉ ଯୋଉମାନେ ଭାବୁଛନ୍ତି କି ନର୍ମାଲାଇଜେସନ ବହୁତ ହାଇ ରେଟ୍ରେ ହେଇଛି, ଏକ୍ସାମ କ୍ୟାନସେଲ କରାଯିବା କଥା, ମୁଁ ଜାଣିନି, ମୋର ଆକ୍ଚୁଆଲି ଏତେ ନଲେଜ ନାହିଁ କଣ ହେଇଥିବ କଣ ନାହିଁ। ବଟ୍ ଯୋଉମାନଙ୍କର ହେଇଛି ସେମାନେ ଭାଇ ମେନ୍ସ ପାଇଁ ପଢନ୍ତୁ। ଯୋଉମାନଙ୍କର ହେଇନି ଏକ୍ସାମ ପାଇଁ ବହୁତ ସାରା ଆଉ ଗୋଟେ ଆର୍ଆଇ ଏକ୍ସାମ ଅଛି, ଆମର ଫରେଷ୍ଟର ଅଛି, OSSC CGL ଅଛି, OSSC CPGL ଅଛି, ବହୁତ ସାରା ଏକ୍ସାମ ଅଛି। ଆଉ ଆମେ ଏମିତି ଖାଲି ଏକ୍ସାମ କ୍ୟାନସେଲ କରି କରି ଚାଲିଥିବା। ଆପଣ ମାନେ କହିବେ କି ମୋର ପ୍ରି ହେଇଯାଇଛି ବୋଲି ମୁଁ ମେନ୍ସ ପାଇଁ ଏମିତି କହୁଛି ଯାହାବି। ଯୋଉମାନଙ୍କର ହେଇନି ଠିକ ଅଛି, ଯୋଉମାନଙ୍କର ହେଇନି ଅବଭିୟସଲି ଦୁଃଖର କଥା ଏଇଟା। ବୁଝିପାରୁଛି ସେ ଜିନିଷଟା। ଯଦି କରପ୍ସନ ହେଇଥିବ, ଅବଭିୟସ କଥା, ଯଦି କରପ୍ସନ ହେଇଥିବ ତାହେଲେ ଅଟୋମେଟିକଲି କ୍ୟାନସଲ ହିଁ ହବ ଯାହା ବି ହେଇଛି। ଆଉ ଯୋଉମାନେ ଆକ୍ଚୁଆଲି ହକଦାର ଏକ୍ସାମ କ୍ଲିୟର କରିଛନ୍ତି, କଷ୍ଟ କରିକି ମାନେ ଏକ୍ସାମ କ୍ଲିୟର କରିଛନ୍ତି, ସେମାନଙ୍କ ପାଇଁ ଯଦି ବାଇଚାନ୍ସ କ୍ୟାନସେଲ ବି ହେଲା, ତାଙ୍କ ପାଇଁ ଏଇଟା ଏଗେନ୍ ଆଉଥରେ ଦୁଃଖର କଥା ହେଇଯିବ। ତ ଠିକ ଅଛି, ଯୋଉଟା ଆକ୍ଚୁଆଲି ହବାର ଥିବ ସେଇଟା ହବ। କାହା ହାତରେ କିଛି ନାହିଁ। ଯଦି ବି କରପ୍ସନ ହେଇଥିବ ଏଗେନ୍ ଆଉଥରେ କ୍ୟାନସେଲ ଏକ୍ସାମ ହେଇପାରେ। ତ ଦେଖିବା କଣ ଅଛି। ଏବେ ଯୋଉମାନଙ୍କର ପ୍ରି କ୍ଲିୟର ଅଛି ସେମାନେ ମେନ୍ସ ପାଇଁ ଲାଗନ୍ତୁ। ମିନିମମ୍ ମେ ବି ଆଉ 2 months ପରେ ଏକ୍ସାମ ହେଇପାରେ। ତ ମୁଁ ଏବେ ଗୋଟେ OSSC CGL ର ପ୍ରି ଉପରେ ଗୋଟେ ଭିଡିଓ ଆଣିବାକୁ ଯାଉଛି, ପ୍ରିଲିମ୍ ଷ୍ଟ୍ରାଟେଜି ଉପରେ। ତ ଯଦି ଆପଣଙ୍କୁ এই ଭିଡିଓଟା ଭଲ ଲାଗିଥିବ ଦେନ୍ ପ୍ଲିଜ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ନେକ୍ସଟ ଭିଡିଓ ପାଇଁ ଆପଣ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ।